ଓଟର ପାଦ କେଉଁ ପ୍ରକାରର ହୋଇଥିବାରୁ ତାହା ବାଲିରେ ଚାଲିପାରେ? ଓସାରିଆ ଓ ଗୋଟାଳିଆ। ବର୍ଣ୍ଣ ମହୋତ୍ସବ କେବେ ପାଳନ କରାଯାଏ? ଜୁଲାଇ ପ୍ରଥମ ସପ୍ତାହ। ମରୁଭୂମିରେ କେଉଁ ଗଛଟି ଅଧିକ ପରିମାଣରେ ଦେଖାଯାଏ? ସିଜୁ। କିଏ ଥର୍ମୋମିଟର ଉଦ୍ଭାବନ କରିଥିଲେ? ଗ୍ୟାଲିଲିଓ। ଥର୍ମୋମିଟରରେ ଥିବା ତରଳ ପଦାର୍ଥର ନାମ କ'ଣ? ପାରଦ। କାଠ ଜଳିଲେ ସେଥିରୁ କେଉଁ ଗ୍ୟାସ୍ ବାହାରେ? ଅଙ୍ଗାରକାମ୍ଳ। ସଂକ୍ରାମକ ରୋଗରୁ ରକ୍ଷା ପାଇବା ପାଇଁ କ'ଣ କରିବା ଉଚିତ? ଉଭୟ ମଶା ଓ ମାଛିର ବଂଶବୃଦ୍ଧି ରୋକିବା ଦରକାର। ମାଛର ଗାଲିସି ସ୍ଥଳ ଭାଗରେ ଥିବା ପ୍ରାଣୀମାନଙ୍କର କେଉଁ ଅଙ୍ଗ ପରି କାର୍ଯ୍ୟ କରେ? ଫୁସ୍ଫୁସ୍। ଖାଦ୍ୟ କେଉଁ ଶକ୍ତିର ଉତ୍ସ ଅଟେ? ରାସାୟନିକ। କେଉଁ ପ୍ରକାରର ଆବର୍ଜନା କଳକାରଖାନାକୁ ପଠାଯାଏ? ପୁନଃଚକ୍ରଣଯୋଗ୍ୟ। ଭିଟାମିନ୍ ସି ଆମକୁ କେଉଁ ରୋଗରୁ ରକ୍ଷା କରେ? ସ୍କର୍ବି। କେଉଁ ରୋଗରେ ଗୋଡ଼ ଓ ହାତ ସରୁ ହୋଇଥାଏ? ମାରାସ୍ମସ୍।